ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ସାର୍ ଯେମିତି ଲଘୁଚାପ କଥା ଆପଣ କହୁଥିଲେ, ଲଘୁଚାପକୁ ନେଇକି ବର୍ତ୍ତମାନ କ'ଣ କହିବେ? ଯୋଉ କହୁଥିଲେ ଗୋଟେ ସିଷ୍ଟମ ହେବ ବା ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି, ତ ତାକୁ ନେଇକି କ'ଣ କହିବେ? ଅପଡେଟ୍ କ'ଣ? ନମସ୍କାର। ବର୍ତ୍ତମାନ ଆମର ଯୋଉ ଘୂର୍ଣ୍ଣିବଳୟ ଆସିବ 22 ନଭେମ୍ବର ପରେ ପରେ ଯୋଉ ଆମର ଦକ୍ଷିଣ ଆଣ୍ଡାମାନ ସାଗରରେ ଆମର ଦକ୍ଷିଣ ବଙ୍ଗୋପସାଗରରେ ତାପରେ ତାର ଯୋଉ ସମୟ ସୀମା ରହୁଛି ସେ ସିଷ୍ଟମର 22 ନଭେମ୍ବରରୁ ନେଇକି 2 ଡିସେମ୍ବର ତା ଦେହରେ ବହୁତ ସମ୍ଭାବନା ଲାଗୁଛି ଯେ ତାମିଲନାଡୁ ପ୍ରଭାବିତ ହବ ଆଉ ତା ସହିତ ଆନ୍ଧ୍ର ମଧ୍ୟ ଦକ୍ଷିଣ ଆନ୍ଧ୍ର ମଧ୍ୟ ପ୍ରଭାବିତ ହବାର ସମ୍ଭାବନା ରହୁଛି। ଆଉ ସେ ଘୂର୍ଣ୍ଣିବଳୟଟା ଟିକେ ଘନୀଭୂତର ମଧ୍ୟ ଲକ୍ଷଣ ଅଛି, ତେଣୁ ଘନୀଭୂତ ହବାର ବି ଯଥେଷ୍ଟ ସମ୍ଭାବନା ଅଛି। ଆଉ ବଙ୍ଗୋପସାଗର ପଛକୁ ପଛ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ରହିବ। ପରେ ବି ଲାଗୁଛି ନଭେମ୍ବର ଯୋଉ ଶେଷ ସପ୍ତାହ ଆଉ ଡିସେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗର ଟିକେ ଅଧିକା ସକ୍ରିୟ ରହିବାର ସମ୍ଭାବନା ଅଛି, କିନ୍ତୁ ମୋଟାମୋଟି ଯୋଉ ପ୍ରଭାବଟା ଦକ୍ଷିଣ ଭାରତରେ ରହିବାର ବେଶୀ ସମ୍ଭାବନା ବର୍ତ୍ତମାନ ଲାଗୁଛି। ତେବେ ଆପଣ ଯେମିତି କହୁଥିଲେ 17 ତାରିଖଠୁ ଶୀତ ଆରମ୍ଭ ହୋଇଯିବ। ଏବେ ଯଦି ଆମେ ରାଜଧାନୀ ଭୁବନେଶ୍ୱର କଥା କହିବା, ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନଠୁ ଶୀତ ପରିଲକ୍ଷିତ ହେଲାଣି। ତ ଏଭଳି ଶୀତ କେଉଁଠି ନା କେଉଁଠି ଗୋଟେ ସିଜନାରୀ ଚେଞ୍ଜ ହେଲା ଭଳି ଲାଗୁଛି। ତ ଏହା କେତେ ଦିନ ଚାଲିବ, କେତେ ଦିନ ଧରି ରହିବ ଏବଂ ଆଠୁ ଅଧିକ ମାତ୍ରାରେ ଶୀତ କେବେଠୁ ଅନୁଭୂତ ହେବ? ଶୀତର ଯୋଉ ସମୟ ସୀମା ମତେ ଲାଗୁଛି 15 ନଭେମ୍ବରରୁ 24 ନଭେମ୍ବର ଯୋଉଟା ଆମର ବେଶୀ ଥଣ୍ଡା କଣ୍ଡିସନ ରହିବାର ସମ୍ଭାବନା ରହୁଛି। କିନ୍ତୁ ଆପଣ ଯଦି ଉପକୂଳବର୍ତ୍ତୀ ଜିଲ୍ଲାମାନେ ଆଉ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାମାନେ ଉତ୍ତର ଜିଲ୍ଲାମାନଙ୍କ ଭିତରେ ତୁଳନାତ୍ମକ ଭାବରେ ନେବେ, ତେଣୁ ଆମର ଯୋଉ ଆଭ୍ୟନ୍ତରୀଣ ଜିଲ୍ଲାମାନେ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଝାଡ଼ଖଣ୍ଡ ସେମାନେ ବେଶୀ ଥଣ୍ଡାରେ ରହିବେ। ଆଜି ବି ଯୋଉ ଦିନ ତାପମାତ୍ରାରେ ବି ହ୍ରାସ ପାଇବାର ସମ୍ଭାବନା ରହୁଛି, ତେଣୁ ସେମାନେ ଅଧିକା ଥଣ୍ଡା ରହିବେ। ଆପଣ ଯୋଉ ଭୁବନେଶ୍ୱର ଆଉ ପାର୍ଶ୍ୱବର୍ତ୍ତୀ ସ୍ଥାନ ମାନଙ୍କର କଥା ଆକଳନ ନେଉଛନ୍ତି, ସକାଳ ବେଳା ଯୋଉ ଦିନ ବେଳା ବି ଟିକେ ଗରମ କଣ୍ଡିସନ ରହିବ, ଆପଣଙ୍କର ତାପମାତ୍ରା ଟିକେ ୱାର୍ମ କଣ୍ଡିସନରେ ରହିବ, କିନ୍ତୁ ରାତି ତାପମାତ୍ରାରେ ହ୍ରାସ ପାଇବ ସମ୍ପୂର୍ଣ୍ଣ ଓଡ଼ିଶାରେ ଆଉ ପାର୍ଶ୍ୱବର୍ତ୍ତୀ ରାଜ୍ୟମାନଙ୍କରେ ମଧ୍ୟ। ଆଉ ସେ ପ୍ରଭାବଟା 24 ତାରିଖ ପର୍ଯ୍ୟନ୍ତ ରହିବ। 24 ତାରିଖ ପରେ ପରେ ଧୀରେ ଧୀରେ ତାପମାତ୍ରା ପୁଣି ବଢ଼ିବ, କାରଣ ଜଳୀୟ ବାଷ୍ପପୂର୍ଣ୍ଣ ଯୋଉ ବାୟୁ ସ୍ଥଳ ଭାଗରେ ପ୍ରବେଶ କରିବ ସେ ସିଷ୍ଟମ ଦ୍ୱାରା। ତେଣୁ ସେତେବେଳେ 24 ତାରିଖ ପରେ ପରେ ଆପଣ ଦେଖିବେ ଉତ୍ତର ଭାରତ ଆଉ କେନ୍ଦ୍ରୀୟ ଭାରତର ଅଞ୍ଚଳ ଥଣ୍ଡା ଥିବା ବେଳେ ଦକ୍ଷିଣ ଭାରତ ଆଉ ଆମର ପେନିନସୁଲାର ଯୋଉ ଇଣ୍ଡିଆ ଅଛି ସେମାନେ ଟିକେ ଗରମ କଣ୍ଡିସନରେ ରହିବେ। ଆଉ ଓଡ଼ିଶା ଗୋଟେ ପର୍ଟିକୁଲାରଲି ଯୋଉ ଉତ୍ତର ଡିଷ୍ଟ୍ରିକ୍ଟ ପର୍ଟିକୁଲାରଲି ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ଆଉ ଛତିଶଗଡ଼ ପାଖାପାଖି ଜିଲ୍ଲାମାନେ ତଥାପି ଗୋଟେ ମାଇଲ୍ଡ ଶୀତ କଣ୍ଡିସନରେ ରହିବେ, କିନ୍ତୁ ଓଭରଅଲ୍ ଆପଣଙ୍କର ଦକ୍ଷିଣ ଓଡ଼ିଶା ଟିକେ ଗରମ କଣ୍ଡିସନରେ ଥିଲାବେଳେ ଉତ୍ତର ଆଉ ଆଭ୍ୟନ୍ତରୀଣ ଓଡ଼ିଶା ଟିକେ ଥଣ୍ଡା କଣ୍ଡିସନରେ ରହିବ। ଏଇଟା ଗୋଟେ ମଡରେଟ୍ ଶୀତ ବୋଲି ଆମେ କହିବା, କାରଣ ବେଶୀ ଶୀତର ପ୍ରଭାବ ନ ଦେଖିବାକୁ ମିଳିପାରେ, କିନ୍ତୁ ନେକ୍ସଟ ଯୋଉ ଆସୁଛି 6 ଦିନ ଟିକେ ଥଣ୍ଡା କଣ୍ଡିସନରେ ଆମେ ରହିବା। ତେବେ ସାର୍ ଗୋଟେ କଥା ଏଠି ଜାଣିବା ପାଇଁ ଚାହିଁବି, ବର୍ତ୍ତମାନ ତ ଯଦି ଯେମିତିକି ଆପଣ କହୁଥିଲେ ବର୍ତ୍ତମାନ ଶୀତ ଅଲରେଡି ପଡ଼ିଗଲାଣି, କିନ୍ତୁ କେଉଁ କେଉଁ ଜିଲ୍ଲା ଗୁଡ଼ିକରେ ବେଶୀ ଚଳିତ ବର୍ଷ ବେଶୀ ଶୀତ ଅନୁଭୂତ ହେବ ସେ ନେଇ କିଛି କହିବେ? ଶୀତ ତ ଆମର ଯୋଉ ରାତି ତାପମାତ୍ରାଟା ମୁଁ କହିବି ସମ୍ପୂର୍ଣ୍ଣ ଓଡ଼ିଶା ପ୍ରଭାବିତ ରହିବ, କିନ୍ତୁ ଯଦି ଆପଣ ତୁଳନାତ୍ମକ ଭାବରେ ଦେଖିବେ ତାହେଲେ ଆମର ଯୋଉ ସୁନ୍ଦରଗଡ଼ ଝାରସୁଗୁଡ଼ା ତାପରେ ବରଗଡ଼ ବଲାଙ୍ଗୀର ଆମର ନୂଆପଡ଼ା ନବରଙ୍ଗପୁର କଳାହାଣ୍ଡି ଏଇ ଜିଲ୍ଲାମାନେ ଟିକେ ଅଧିକା ଶୀତରେ ରହିବେ, ଦିନ ବେଳା ବି ରାତି ବେଳା ବି। ତା ଛଡ଼ା ଆମର ଯୋଉଠି ପାହାଡ଼ିଆ ଅଞ୍ଚଳ ଆଉ ଯୋଉ ଗ୍ରୀନେରୀ ଭେଜିଟେସନ ରହୁଛି ଯେମିତି କନ୍ଧମାଳ ଫୁଲବାଣୀ ମୟୂରଭଞ୍ଜ ସେଟା କୋରାପୁଟ ଏଇସବୁ ଅଞ୍ଚଳରେ ବି ଶୀତ ରହିବ ସ୍ଥାନୀୟ, କାରଣ ତା ଦେହରେ ଆହୁରି ଟିକେ ତାକୁ ଶୀତକୁ ବଢ଼େଇ ଦେବ। ଉପକୂଳ ଯଦି ଦେଖିବେ ଉପକୂଳ ମୋରଲେସ୍ ଆପଣଙ୍କର ଦିନ ବେଳା ଗୋଟେ ୱାର୍ମ ଇନଭାରମେଣ୍ଟରେ ରହିବେ,
କିନ୍ତୁ ଯୋଉ ରାତି ବେଳାର ଯୋଉ ତାପମାତ୍ରା ରହୁଛି ରାତି ବେଳା ତାପମାତ୍ରାରେ ଟିକେ ହ୍ରାସ ପାଇବ, କିନ୍ତୁ ଦିନ ବେଳା ଆପଣ ସେଇ ମ୍ୟାକ୍ସିମମ୍ ଯୋଉ ସର୍ବୋଚ୍ଚ ତାପମାତ୍ରା 27 ରୁ ନେଇକି 29 ଭିତରେ ଉପକୂଳବର୍ତ୍ତୀ ଅଞ୍ଚଳ ରହିବେ। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ରାତି ବେଳା ଥଣ୍ଡାଟା ବେଶୀ ସମ୍ଭାବନା ରହୁଛି, କିନ୍ତୁ ଆଭ୍ୟନ୍ତରୀଣ ଆଉ ଉତ୍ତର ଓଡ଼ିଶାର ଜିଲ୍ଲାମାନେ ଦିନ ବେଳା ଆଉ ରାତି ବେଳା ଦି ବେଳା ତାପମାତ୍ରା ହ୍ରାସ ଦେଖିବେ। ତେଣୁ ଯଦି ଆପଣ ଗୋଟେ ତୁଳନାତ୍ମକ ଭାବରେ ନେବେ ତାହେଲେ ଆମର ଆଭ୍ୟନ୍ତରୀଣ ଓଡ଼ିଶା ଆଉ ଉତ୍ତର ଓଡ଼ିଶା କମ୍ପାରେଟିଭଲି ଟିକେ ଅଧିକା ଶୀତ ପାଇବ କମ୍ପେୟାର ଟୁ ଆମର ଉପକୂଳବର୍ତ୍ତୀ ଓଡ଼ିଶା ଆଉ ଦକ୍ଷିଣ ଓଡ଼ିଶା। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ସମସ୍ତ ସୂଚନା।